ଜୟ ଜଗନ୍ନାଥ ସାଙ୍ଗମାନେ। ଆପଣମାନଙ୍କ ସାଙ୍ଗ ଆଜି ପହଞ୍ଚି ଯାଇଛି ଗୋଟିଏ ନୂଆ ଜାଗାକୁ, କିଛି ନୂଆ ସ୍ମୃତି ସାଉଁଟିବା ପାଇଁ ଆଉ କିଛି ଅନୁଭୂତି ନେବା ପାଇଁ। ମୁଁ ଆଜି ପହଞ୍ଚି ଯାଇଛି ମା ଯୋଗମାୟା ଶକ୍ତିପୀଠ। ଚାଲନ୍ତୁ ଆଜି ଆମେ ବୁଲିଯିବା ମା ଯୋଗମାୟା ଶକ୍ତିପୀଠ। ଆଉ ସେ ଯୋଗମାୟା ଶକ୍ତିପୀଠରେ ସବୁ କ'ଣ କ'ଣ ଅଛି ସମ୍ପୂର୍ଣ୍ଣ ଭାବରେ ମୁଁ ଦେଖେଇବି। ଆପଣମାନେ ଭିଡ଼ିଓଟିକୁ ପ୍ରଥମରୁ ଶେଷ ଯାଏ ଦେଖନ୍ତୁ। ଆଉ ଚାଲନ୍ତୁ ଡେରି ନକରି ଆମେ ଆଗକୁ ମାଡ଼ି ଚାଲିବା। ଏପଟେ ଗେଟ୍ରେ ଲେଖା ହେଇଛି ଦେଖନ୍ତୁ ମା ଯୋଗମାୟା। ମୁଁ ଗେଟ୍ ପାରି ହେଇ ଆଗକୁ ଚାଲି ଯାଇଛି। ସେପଟେ ବ୍ୟାରିକେଡ୍ ଲାଗିଛି ଗାଡ଼ି ନ ଯିବା ପାଇଁ, କିନ୍ତୁ କ'ଣ କରିବା, ଆମ ଓଡ଼ିଶାର ଲୋକମାନେ ବ୍ୟାରିକେଡ୍ କ'ଣ ମାନନ୍ତି, ସେମାନେ ସିଧା ବ୍ୟାରିକେଡ୍କୁ ଟପିକି ସିଧା ଆଗକୁ ମାଡ଼ି ଚାଲିଛନ୍ତି। ମୁଁ ବି ପାଦରେ ଚାଲି ଚାଲି ମାଡ଼ି ଯାଉଛି। ସେପଟେ ଯାଉ ଯାଉ ଦେଖିଲି ଲେଖା ହେଇଛି ଆମର ମା ଯୋଗମାୟା, ମାନେ ଆମର ମା ହେଉଛନ୍ତି ଯୋଗମାୟା। ଏଠି ଦୁଇ ଜଣ ବନ୍ଧୁ ଭାଇ ଫଟୋ ଉଠାଇବା ପାଇଁ ପୁରା ବସିଯାଇଛନ୍ତି। ଭାଇ ପୋଜ୍ ବି ନେଉଛନ୍ତି। ଆଉ ଜଣେ ସାଙ୍ଗ ତାଙ୍କୁ ଫଟୋ ମଧ୍ୟ ମୋବାଇଲରେ ଉଠାଉଛନ୍ତି। ସେ ଭାଇକି ମୁଣ୍ଡକୁ ଟଙ୍ଗ ଟଙ୍ଗ କରୁଛନ୍ତି। ଚାଲନ୍ତୁ ଭାଇ ତୁମେ ସେଠି ଫଟୋ ଉଠା, ମୁଁ ବି ଆଗେ ଚାଲୁଛି ମା ଯୋଗମାୟାଙ୍କ ପୀଠକୁ। ଯେହେତୁ ଏ ଶୀତ ଦିନରେ ମୁଁ ଭିଡ଼ିଓଟି ସୁଟ୍ କରିଥିଲି, ଏଠି ବହୁତ ଗହଳି ଥିଲା, କାରଣ ସେ ସମୟରେ ପିକନିକ୍ ବହୁତ ଆସନ୍ତି ଏଠିକି। ବିଶେଷ କରି ସ୍କୁଲ ପିଲାମାନେ ଏଠି ପିକନିକ୍ କରିବା ପାଇଁ ଆସନ୍ତି। ଆଉ ଏଠି ଭୋଜି ଭାତ କରିବାର ବହୁତ ପ୍ରକାର ମାନେ ସୁବିଧା ଅଛି, ଫାଙ୍କା ଜାଗା ଅଛି। ଏଠି ଭୋଜି କରିବା ପାଇଁ ବି ପ୍ଲେସ୍ ବି କରାହେଇଛି। ପିଲାମାନେ ଆସିବେ, ଭୋଜି କରିବେ, ଏନ୍ଜୟ କରିବେ, ମାଆଙ୍କୁ ଦର୍ଶନ କରିବେ। ତା ସାଇଡ଼୍ରେ ମଧ୍ୟ ଗୋଟେ ସୁନ୍ଦର ପାର୍କଟିଏ ଅଛି, ପାର୍କରେ ବୁଲାବୁଲି ମଧ୍ୟ କରିବେ। ଦେଖନ୍ତୁ ଏପଟେ ଆସନ୍ତୁ, ଦେଖିଥିଲେ ହର ହର ମହାଦେବ, ପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆଉ ଏପଟେ ଯେହେତୁ ଜୋତା ସବୁ ବାହାରେ ରଖାହେଇଛି, କାରଣ ହିନ୍ଦୁ ଧର୍ମ ଅନୁସାରେ ଜୋତା ବାହାରେ ରୁହେ। ମନ୍ଦିର ଯିବା ପୂର୍ବରୁ ମୁଁ ବି ମୋ ଜୋତାକୁ ବାହାରେ ରଖିଲି। ଆଉ ମାଆଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ଭିତରକୁ ଆସ୍ତେ ଆସ୍ତେ ପ୍ରବେଶ କରୁଛି। ମୁଁ ବହୁତ ଉତ୍ସାହିତ ଅଛି। ଅତି ଉତ୍କଣ୍ଠାର ସହିତ ମାଆଙ୍କୁ ଦର୍ଶନ କରିବା ପାଇଁ ମୁଁ ଆଗେଇ ଚାଲିଛି। ଏପଟେ ସୁନ୍ଦର କାର୍ପେଟଟେ ପଡ଼ିଛି, ଯେକି ମନ୍ଦିରର ସ୍ୱଚ୍ଛତା ବଜାୟ ରହିବ। କିଛି କଦଳୀ ଗଛ ଲାଗିଛି। ଏଠି ସୁନ୍ଦର ଭାବରେ ସବୁ ରଙ୍ଗୀନରେ ଏଠି ଫଟୋ ସବୁ ଅଙ୍କା ହେଇଛି। ଦେଖନ୍ତୁ ସାମ୍ନାରେ ଦେଖୁଛନ୍ତି ମା ଯୋଗମାୟା ଶକ୍ତି ପୀଠ। ମୁଁ ଆସ୍ତେ ଆସ୍ତେ ମାଡ଼ି ଚାଲିଲି। ମନ୍ଦିର ସାମ୍ନାରେ ପଶୁ ଦେଖିଲି ଆଉ ଗୋଟିଏ ମନ୍ଦିର, ଯେ ମନ୍ଦିରରେ ଅଛନ୍ତି କଳା ମୁଗୁନି ପଥରରେ ତିଆରି ଅତି ସୁନ୍ଦର ପ୍ରଭୁ ଗଣେଶଙ୍କର। ଓମ୍ ନମ ଗଣେଶ ବିଘ୍ନ ବିନାଶାୟ। ପ୍ରଭୁ ଯିଏ ଆପଣଙ୍କୁ ଦର୍ଶନ କରୁଛି ତାଙ୍କ ପିଲାମାନଙ୍କର ସୁବୁଦ୍ଧି ହେଉ, ସେମାନଙ୍କର ଭବିଷ୍ୟତ ଉଜ୍ଜଳ ହେଉ। ଓମ୍ ନମ ଗଣେଶ ବିଘ୍ନ ବିନାଶାୟ। ଚାଲନ୍ତୁ ସମସ୍ତେ ଦର୍ଶନ କରନ୍ତୁ, ଆଉ ମନେ ମନେ ପ୍ରଭୁଙ୍କୁ ଟିକେ ପ୍ରଣାମ କରନ୍ତୁ। ତାପରେ ଆସି ପହଞ୍ଚିଗଲି ମୁଁ ଶ୍ରୀ ଶ୍ରୀ ମା ଯୋଗମାୟା ଶକ୍ତିପୀଠରେ। ସେଠି ଭାଇ ମୋର ଟିକେ ଘଣ୍ଟି ମାରି ଦେଉଛନ୍ତି। ଭାଇ ମୋତେ ଅନଉଛନ୍ତି, କାରଣ କ୍ୟାମେରା ଏଠି ବୋଧେ ଏଲାଉ ନାହିଁ, ତ ସେଥିପାଇଁ ମୋତେ ସିଏ ଅନେଇଲେ। ଆଉ ସେଥିପାଇଁ ମୁଁ କ୍ୟାମେରା ବନ୍ଦ କରିଦେଲି। ଆପଣମାନେ କ୍ଷମା କରିବେ ମୋତେ, କିନ୍ତୁ କ'ଣ କରିବି, କ୍ୟାମେରା ଯେହେତୁ ଏଲାଉ ନାହିଁ, ମୁଁ ମାଆଙ୍କୁ ଆପଣଙ୍କୁ ଦେଖାଇ ପାରୁନାହିଁ। ଆଉ ମାଆଙ୍କୁ ମୁଁ ଗୁହାରି କରୁଛି, ଯେଉଁମାନେ ବି ଆପଣଙ୍କର ମାଆଙ୍କର ମନ୍ଦିର ଦେଖୁଛନ୍ତି ସେମାନଙ୍କର ମଙ୍ଗଳ କାମନା ହେବ। ତାପରେ ମୁଁ এই ଯୋଗମାୟା ଯେଉଁ ଟେମ୍ପୁଲଟି ଅଛି, ମନ୍ଦିର ଅଛି, ତା ଚାରିପାଖରେ ସୁନ୍ଦର ସୁନ୍ଦର ସବୁ ମୂର୍ତ୍ତି ସବୁ ଅଛି। ସେ ମୂର୍ତ୍ତି ଗୁଡ଼ିକୁ ପୁରା ଆପଣ ଦେଖନ୍ତୁ। ମାଆଙ୍କର ସବୁ ବିଭିନ୍ନ ପ୍ରକାର ରୂପ ଅଛନ୍ତି। ମା ବରାହୀ, ଆଉ ବହୁତ ଅତି ଚିତ୍ତାକର୍ଷକ ଭାବେ ଏ ମନ୍ଦିରଟି ତୋଳା ହେଇଛି। ଆଉ ସବୁ ବିଭିନ୍ନ ମାନେ ଦେବାଦେବୀଙ୍କର ମୂର୍ତ୍ତି ସବୁ ସ୍ଥାପନ ହେଇଛି। ଆପଣ ଦେଖନ୍ତୁ ଗୋଟିଏ ଯେଉଁ ମୂର୍ତ୍ତି କେତେ ସୁନ୍ଦର ଦେଖାଯାଉଛନ୍ତି, ଜୀବନ୍ତ ଦେଖାଯାଉଛନ୍ତି। ମନ୍ଦିରକୁ କଲରଫୁଲ୍ କରାହେଇଛି। ଆଉ ସମସ୍ତେ ଆସୁଛନ୍ତି, ଦେଖୁଛନ୍ତି। ତାପରେ ମନ୍ଦିର ଟିକେ ବୁଲାବୁଲି କଲା ପରେ ପୁଣି ଆସି ପହଞ୍ଚିଗଲି ମୁଁ ଶ୍ରୀ ଶ୍ରୀ ହନୁମନ୍ତ ମହାରାଜଙ୍କ ପାଖରେ। ପ୍ରଭୁ ହନୁମାନ ସମସ୍ତଙ୍କର ମଙ୍ଗଳ କାମନା କରନ୍ତୁ। ତା ପୂର୍ବରୁ ସେ ଭାଇ ଯେଉଁ ଦେଖୁଛନ୍ତି ସାଇଡ଼୍ରେ ଟିକେ ଦେଖାଯାଉଛନ୍ତି, ସିଏ ଜଣକ ହେଲେ ପ୍ରେମୀ ଯୁଗଳ ଭାଇ ଭଉଣୀ। ସିଏ ଆସୁଛନ୍ତି ଟିକେ ଟାଇମ୍ ଅତିବାହିତ କରିବା ପାଇଁ। ସେ ମୋତେ ଦେଇଥିଲେ ଫଟୋ ଉଠାଇବା ପାଇଁ। ଫଟୋ ବି ତାଙ୍କର ମୁଁ ଉଠାଇଥିଲି। ଆଉ ମୁଁ ଏଠି ଫଟୋ ଦେଇପାରୁନାହିଁ। ତାପରେ ଦେଖନ୍ତୁ ସେ ମନ୍ଦିର ଚାରିପାଖକୁ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି, କେତେ ସୁନ୍ଦର ଲାଗୁଛି। ଆପଣମାନେ ପରିବାର ନେଇକରି ଆସନ୍ତୁ, ବହୁତ ଶାନ୍ତି ଲାଗିବ, ଖୁସି ଲାଗିବ। ଜାଗାଟା ବହୁତ ଭଲ। ଯଦି ଆପଣମାନେ ବଲାଙ୍ଗୀର ରହୁଛନ୍ତି ବା ବଡ଼ମାଲ ଯଦି ବିଶେଷ କରି ରହୁଛନ୍ତି, ତାହେଲେ ଆପଣ କେସିଙ୍ଗାରୁ ମାତ୍ର 10 କିଲୋମିଟର, କେସିଙ୍ଗା ମାର୍କେଟରୁ 5 କିଲୋମିଟର, ପୁଣି ସେଇଠୁ 7 କିଲୋମିଟର, ପାଖାପାଖି 45 କିଲୋମିଟର ଭିତରେ ଏ ଜାଗା ପଡ଼ିଯାଉଛି। ଆପଣମାନେ ଆସନ୍ତୁ, ଦେଖନ୍ତୁ। ଏଠି ଦେଖ ପ୍ରଭୁ ହନୁମାନଙ୍କର ଏକ ମୂର୍ତ୍ତି। ପୁଣି ସେ ମନ୍ଦିର ଭିତରେ ଏଇ ଦେଖନ୍ତୁ ଆହୁରି ଗୋଟେ ପ୍ରଭୁ ଗନ୍ଧମାର୍ଦ୍ଦନ ଉଠେଇ ନେଇଯାଉଥିବା ହନୁମାନଙ୍କ ମୂର୍ତ୍ତି। ବହୁତ ସୁନ୍ଦର ଲାଗୁଛି, ଖୁସି ଲାଗୁଛି। ଆସନ୍ତୁ ମନେ ମନେ
आपण मैंने भी कहतु जय श्रीराम जय श्रीराम। ये गोटे सुंदर कोणार्कर गोटे चित्र अंकित होती। चलतु एपटे मंदिर टी बंद अच्छी सिंह भी देखो मुझे आपन को बर्तमान मंदिर चारिपटे एपटे देखो श्री श्री पातालेश्वर महादेव हर हर महादेव गुर्जी मुंडा जगार ना हूँ गुर्जी मुंडा। चलतु पातालेश्वर को टे दर्शन करदे मन मन समस्ते कहतु एक बार हरि बोल हर हर महादेव। भोले बाबा की जय भोले बाबा की जय। मंदिर बंद थिला तो सी कौन कहते आसतु क्या डाकुंट मुझे भितर भितर गली और सेपटे पूजा भी चलता मंदिर आस्ते आस्ते मुझे जाऊँगी हर हर महादेव को कहीकि बहुत सुंदर है जगह आसतु ये करूँ। सेपटे नना भी पूजा कर नंदी महाराज एक ध्यान प्रभु को अनेक बस समस्ते से प्रभु को ध्यान करूँ जीवन को शिवाय कर दिंतु केवल भगवान आपण के भीतर कई न रु देखो के सुंदर मूर्ति प्रभुंर कि सुंदर आहा आहा ये पातालेश्वर जेहतु पाताल फुटिकी प्रभु दर्शन दौरान आम ये अधम मान को जी दर्शन कर कोटि पापरु मुक्ति पाइब। हर हर महादेव हर हर महादेव। देखो मंदिर सामने केते सुंदर भाव में नागभास भाया कौन गोटे चित्र कराई महाकाल चित्र होती देखु आउ मन मन शांति भी पातु। चलतु आपण मैंने आसतु ये जगह देखु निश्चय आपको भल लगे। एपटे साइड्रे प्रभु जगन्नाथंकर मूर्ति पूजा हो कालिया ठाकुर कोटी ओडियार मौड़मणि मो प्रभु जगन्नाथ से पूजा पाँच मु काल विलम्ब न करी सेठु दर्शन करी सीधा मंदिर चारिपाख टिके बुलाबुली करुच्ची। देखु आपण मैंने आउ तापर आपण मानू देखुची मंदिर चारि पाखरे आउ सब कौन कौन अच्छे देखो लिखाई मनीष जीवन नुह केवल वर्ष मानन्य दंड कर्मे जी नर कर्म एकादार जीवन मानव मान केते सुंदर वार्ताटीए देइचंती कर्म करि चल कर्मठु होनी कर्म करि चल फल भगवान देवे। एठी देखंतु माँ ग्रामदेवी गोटे स्थान दिखाई आम जमी समस्त ग्रामदेवी अच्छा तो सेठी एठी भी माँ ग्राम देवती माँ दक्षिण काली समस्ते माँ दक्षिण काली को नमस्कार करंतु जय माँ काली समस्त मंगल कल माँ। तापर एपटे आसी देखी जातु डंगर वीर एठी पहाड़ियार प्रभुंकर ना जन अच्छा प्रभु देवा डंगर। तापर आसतु आउ गोटे छोट मंदिर देखा से कौ प्रकार किए प्रभु ये पूजा पाँच ये सुंदर देखते ये गंगा देवी माँ ठाकुराणी पूजा कर माँ गंगा देवी को समस्ते नमस्कार करंतु माँ समस्त मंगल कामना करेंगे। जय माँ गंगा देवी माँ लो समस्त को घंट घोड़े रखी था। ये वीडियो को जो मैंने देखुं परिवार कुशल मंगल हो माँ लो तो पाद तले शरण पशुची। ये सुंदर देखो केते सुंदर लगुच मूर्ति गुड़िक सबू आपण मैंने निहाती आसतु जगह को मुझे आसला मत बहुत खुशी लगुच। देखो माँ को झुलना मुझे भी देखुची माँ शक्तिपीठ जाऊँगी माँ को झुलना कंटा झुलना थाए आप देखुं जो झुलना लगी गोटे कपड़ा पड़ी कपड़ा भितर कंटा सब थाए लुहार कंटा थाए बोधे माँ झुलिले से कंटा सब फुल हो जाए कहते ना माँ माँ कृपारे कंटा सब फुल हो जाए। एठी भी देखंतु महाकाल आसीगले प्रभु हर हर महादेव हर हर महादेव हर हर महादेव हर हर महादेव श्रीचंड भैरव। मंदिर गुड़िक बहुत सुंदर होती बहुत चित्ताकर्षक आपण मैंने आसतु घरे बसी बसी कौन करेंगे आसतु जीवन बा कौन अच्छे किसी बुलतु शिखतु देखु चाहतु यहीटा तो अनुभूति आ घर कौन आसिक कौन नहीं जीवे कड़छा जहाँ भी आसवे सब छाड़ी ही जी केवल टी अनुभूति टी खुशी सब नहीं कि जी समस्ते आसतु परिवार सहकार आसतु समस्ते बुलतु आउ जदि मो चैनल को नुआ आसने को दया से फॉलो मते फॉलो करंतु एवं दी जन सांग को शेयर करंतु आउ लाइक कमेंट मध्य करंतु आउ आशीर्वाद करंतु मु जेपरी आगु को यही भाई जगह बुले तो आपण मानक देखई पारे आउ आपण माने खुशी हुंतु आउ अतिकांत जीवन में बसी बसी आपण जदि किसी
ବସିଥିବେ ଆପଣ ଏଇ ଭିଡ଼ିଓ ଦେଖେଇକି ଟିକେ ଖୁସି ତ ଦେଇପାରିବେ। ଏତିକି ମୋର ଇଚ୍ଛା, କିଛି ଖୁସି, କିଛି ଅନୁଭୂତି, ମୋର ଆଶା ଭରସା ସମସ୍ତେ ଏ ଭିଡ଼ିଓ ଦେଖି ବହୁତ ଖୁସି ଅନୁଭୂତ କରିଥିବେ। ଆପଣମାନେ ଦୟାକରି ଭିଡ଼ିଓଟି କେମିତି ଲାଗିଲା ମୋତେ ମତାମତ ଦେବେ। ଆଉ ଆଉ ଭିଡ଼ିଓରେ ମୋର କମି କ'ଣ ରହିଯାଉଛି ଆପଣମାନେ ନିଶ୍ଚୟ ମତାମତ ଦିଅନ୍ତୁ, ମୁଁ କିଛି କ'ଣ ଇମ୍ପ୍ରୁଭ୍ କରିପାରେ। ଆଉ ମଧ୍ୟ ନେକ୍ସଟ ଭିଡ଼ିଓରେ ମୁଁ ତା ପାଖରେ ଥିବା ଗୋଟେ ସୁନ୍ଦର ପାର୍କର ଭିଡ଼ିଓ ମୁଁ ବନେଇବି, ଆପଣମାନେ ଦେଖିବେ। ଆଉ ପାର୍କକୁ ଆସନ୍ତୁ। ଆପଣଙ୍କ ପାଖରେ ଆଉ ଥରେ ଗୋଟେ ଭିଡ଼ିଓ ବନେଇଥିଲି ଯେଉଁଟାକି ଦେବଗୁମ୍ଫା। ଏଇ ଜାଗାରେ 3ଟି ଜିନିଷ ଆପଣ ଦେଖିପାରିବେ, ମା ଯୋଗମାୟା ଟେମ୍ପଲ୍, ତାପରେ ଆସିଲା ଆମର ଦେବଗୁମ୍ଫା, ତାପରେ ଏପଟେ ସୁନ୍ଦର ପାର୍କଟି ଅଛି। ଆପଣ ପିଲାମାନଙ୍କୁ ନେଇକି ଆସନ୍ତୁ, ଦେଖନ୍ତୁ, ଖୁସି ହୁଅନ୍ତୁ। ଆଉ ବହୁତ ଖୁସି ମଧ୍ୟ ଲାଗିବ। ଏଇ ସୁନ୍ଦର ମୂର୍ତ୍ତି ଦେଖନ୍ତୁ, ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ। ମୋ ହୃଦୟ ତ ଛୁଇଁଛି, ମୋ ହୃଦୟ ପବିତ୍ର ହୋଇଯାଉଛି। ଆପଣମାନଙ୍କର ଆଖି, ହୃଦୟ, ମନ ସବୁ ପବିତ୍ର ହେବ ଯେତେବେଳେ ଆପଣ ଗୋଟେ ଦୈବିକ ଜାଗାକୁ ଆସିବେ, ଦେଖିବେ, ଦର୍ଶନ କରିବେ। ଆପଣ ପିଲାମାନଙ୍କର ମନ ଟିକେ ଖୁସି ହେବ। ଘର ସାରା ବସି ବସି ଆପଣଙ୍କର ଘରଣୀ ବହୁତ ବୋରିଂ ହେଇଯାଉଥିବ, ଟିକେ ଆସିଲେ ତାଙ୍କ ମନ ବି ଟିକେ ଖୁସି ହେବ। ଚାଲନ୍ତୁ, କାଳ ବିଳମ୍ବ ନ କରି ଟିକେ ସମୟ ବାହାର କରି ଆସନ୍ତୁ, ବୁଲନ୍ତୁ, ଦେଖନ୍ତୁ, ଆଉ କିଛି ନୂଆ ଅନୁଭୂତି ସାଉଁଟିବା, ଦେଖିବା। ଚାଲନ୍ତୁ, ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ। ମତାମତ ନିଶ୍ଚୟ ଦେବେ। ରଖିଲି। ଆଉ ଆପଣମାନଙ୍କୁ ଅନୁରୋଧ, ଏ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆପଣ ଯେଉଁଭଳି ଦେଖି ଖୁସି ହେଉଛନ୍ତି ଆପଣ ବନ୍ଧୁମାନଙ୍କୁ ସେୟାର କରନ୍ତୁ, ସେମାନେ ଏ ଭିଡ଼ିଓ ଦେଖିକି ଖୁସି ହେବେ, ଆନନ୍ଦିତ ହେବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଯିବା ପୂର୍ବରୁ ଆଉ ଗୋଟିଏ କଥା କହିଯାଉଛି। ଆଉ ଥରେ ମୁଁ ଆଉ ଗୋଟିଏ ଭିଡ଼ିଓ ଆଣିଛି, ଯେଉଁ ଭିଡ଼ିଓରେ ଆପଣଙ୍କ ପାଖରେ ଥିବା ବା ସେଇ ପୀଠରେ ଥିବା ଗୋଟେ ସୁନ୍ଦର ପାର୍କଟିକୁ ମୁଁ ଦେଖିବି। ପାର୍କ ଭିତରେ ଏତେ ସୁନ୍ଦର ସୁନ୍ଦର ଜାଗା ସବୁ ଅଛି, ଆଉ ସୁନ୍ଦର ସୁନ୍ଦର ଜିନିଷ ଅଛି। ତାକୁ ଆପଣ ଦେଖିଲେ ବହୁତ ଖୁସି ହେବେ, ଆଉ କିଛି ଅନୁଭୂତି ମଧ୍ୟ ପାଇବେ। ଚାଲନ୍ତୁ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ନମସ୍କାର। ସମସ୍ତଙ୍କର ପ୍ରଭୁ ମଙ୍ଗଳ କାମନା କରନ୍ତୁ। ଯାହାର ବି ଟିକେ କିଛି ଦୁଃଖ ଅଛି ପ୍ରଭୁ ତାକୁ ଦୂରେଇ ଦିଅନ୍ତୁ, ଆଉ ତାଙ୍କ ମୁଖରେ ସବୁବେଳେ ହସ ଫୁଟିଥାଏ। ଏଠି ଦେଖନ୍ତୁ, ମାଙ୍କର ମାନସିକ ପାଇଁ କେତେ ନଡ଼ିଆ ସବୁ ଟଙ୍ଗା ହେଇଛି। କିଏ କେଉଁ ପ୍ରକାର ମାନସିକ କରିକି ରଖିଛି, ମା ସମସ୍ତଙ୍କ ମାନସିକ ପୂର୍ଣ୍ଣ କରୁ।